ଏଥର 5 ନୁହେଁ 10 କିଲୋ ମିଳିବ। ଓଡ଼ିଶାର ସମସ୍ତ ଲୋକଙ୍କୁ ଏବେ 10 କିଲୋ ଲେଖାଏଁ ମିଳିବ ଚାଉଳ। ଆପଣ ଜାଣିଥିବେ ପୂର୍ବରୁ ଆପଣଙ୍କୁ ସରକାରଙ୍କ ପକ୍ଷରୁ ମୁଣ୍ଡ ପିଛା 5 କିଲୋ ଲେଖା ଦିଆଯାଉଥିଲା, ଯାହାକି ସରକାର ମୁଣ୍ଡ ପିଛା 10 କିଲୋ ଲେଖା ଦେବେ ବୋଲି ଘୋଷଣା କରିଛନ୍ତି। ଏଥିରେ କେଉଁମାନେ ପାଇବେ ଦେଖନ୍ତୁ, ଯେଉଁମାନେ ପୂର୍ବରୁ ତାଙ୍କ ନାଁରେ ରାସନ କାର୍ଡ ଅଛି ଏବଂ ତାଙ୍କ ପରିବାର ସମସ୍ତ ଲୋକ ରାସନ ପାଉଛନ୍ତି, ତାହେଲେ ସେମାନଙ୍କୁ ସରକାର 5 କିଲୋ ବଦଳରେ 10 କିଲୋ ମୁଣ୍ଡକି ପିଛା ଚାଉଳ ଦେବେ ବୋଲି ଘୋଷଣା କରିଛନ୍ତି। ଏହା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତରେ ଆସିବ, ଯେଉଁଥିରେ ଓଡ଼ିଶାର ସମସ୍ତ ଗରିବ ଶ୍ରେଣୀର ଲୋକ ଯେଉଁମାନେ କି 5 କିଲୋ ଲେଖା ଚାଉଳ ପାଉଥିଲେ, ସେମାନେ 10 କିଲୋ ଲେଖା ଚାଉଳ ପାଇବେ। ଏଥିରେ ଗରିବ ଶ୍ରେଣୀ ଚାଷୀ ଶ୍ରେଣୀର ଲୋକମାନେ ଉପକୃତ ହେବେ। କାରଣ ଆପଣ ଜାଣିଥିବେ ଯେ ଗୋଟିଏ ଲୋକଙ୍କୁ ମାସିକ 5 କିଲୋ ଲେଖା ଯଦି ରାସନ ଦିଆଯାଏ, ତାହେଲେ ସେଇଟା ବହୁତ କମ୍। କାରଣ ଆପଣ ନିଜ ଘରେ ଚାଉଳ ଖାଉଥିବେ, ଆପଣ ଜାଣିଥିବେ ଯେ ଗୋଟେ ଦିନରେ କେତେ ଚାଉଳ ଖର୍ଚ୍ଚ ହୁଏ। ସେହି ହିସାବରେ ଯଦି ସରକାର ମୁଣ୍ଡ ପିଛା ଯଦି 10 କିଲୋ ଲେଖା ଦିଅନ୍ତି, ତାହେଲେ ଗରିବ ଲୋକଙ୍କୁ ଚାଉଳ ପାଇଁ ଆଉ ଭୋକରେ ରହିବାକୁ ପଡ଼ିବ ନାହିଁ। ଆପଣ ଜାଣିଥିବେ ଯେ କିଛି ଲୋକର ଏମିତି ଅଛନ୍ତି ଯେଉଁମାନେ କି ଭୂମିହୀନ, ତାଙ୍କର ଜମି ଆଦୌ ନାହିଁ। ସେମାନେ କ'ଣ କରନ୍ତି, ଯେତେବେଳେ ତାଙ୍କର ପଞ୍ଚାୟତରେ ରାସନ ମିଳେ, ସେ ସମୟରେ କ'ଣ ମନେ କରନ୍ତୁ ତାଙ୍କର 2 ଜଣ ଅଛନ୍ତି, ତାହେଲେ 10 କିଲୋ ମିଳିଛି, 10 କିଲୋ ବହୁତ ଶୀଘ୍ର ସରିଯିବ। ତାପରେ କ'ଣ କରିବେ, ସେମାନେ ବାହାର ଦୋକାନରୁ ଅଧିକ ଦାମ ଦେଇ ଚାଉଳ କିଣନ୍ତି। ଯଦି ସରକାର 10 କିଲୋ ଲେଖାଏଁ ଚାଉଳ ଦେବେ, ତାହେଲେ ଏସବୁ ଦୂର ହେବ। ଗୋଟେ ଗରିବକୁ ନିଜ ହାତରୁ ଅଧିକ ପଇସା ଦେଇ ଚାଉଳ କିଣିକୁ ଖାଇବାକୁ ପଡ଼ିବ ନାହିଁ। ଏହା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତରେ ଆସୁଅଛି, ଯେଉଁଥିରେ କି ଓଡ଼ିଶାର ସମସ୍ତ ଲୋକ ଯେଉଁମାନଙ୍କର ନାଁରେ ରାସନ କାର୍ଡ ଅଛି, ଯେଉଁମାନଙ୍କ ପରିବାରର ଲୋକ ରାସନ ପାଉଛନ୍ତି, ସେମାନଙ୍କୁ 5 କିଲୋ ବଦଳରେ 10 କିଲୋ ଦିଆଯିବ। ଏହାଦ୍ୱାରା ଓଡ଼ିଶାର ସମସ୍ତ ଗରିବ ଶ୍ରେଣୀର ଲୋକ ଉପକୃତ ହେବେ। ଏହି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାସନ କାର୍ଡଧାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ 5 କିଲୋ ଲେଖା ଚାଉଳ ଦିଆଯିବ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ 5 କିଲୋ ଲେଖାଏଁ ଚାଉଳ ଦିଆଯିବ। ମାନେ ଟୋଟାଲ ସେମାନଙ୍କୁ 10 କିଲୋ ଲେଖା ତାଙ୍କୁ ଚାଉଳ ମିଳିବ ପ୍ରତ୍ୟେକ ମାସରେ।